ଆଜିର ଏହି କାର୍ଯ୍ୟକ୍ରମଟି ମିଥୁନ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିବାକୁ ଯାଉଅଛି। ସେଥିପାଇଁ ଏହି ଭିଡ଼ିଓଟିକୁ ଜମାରୁ ବି ସ୍କିପ୍ କରନ୍ତୁ ନାହିଁ ମିଥୁନ ରାଶିର ବ୍ୟକ୍ତିବିଶେଷମାନେ। ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ମିଥୁନ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଚଳିତ ବର୍ଷ 2024ର ଅକ୍ଟୋବର ମାସଟି କିପରି ରହିବ। ଏହା ସହିତ ମଧ୍ୟ ଆମେ ମିଥୁନ ରାଶିର ବ୍ୟକ୍ତିବିଶେଷମାନଙ୍କର ମାସିକ ରାଶିଫଳ ସମ୍ପର୍କରେ ଏହି ଭିଡ଼ିଓରେ ଆଲୋଚନା କରିବା। କିପରି ରହିବ ଏହି ଅକ୍ଟୋବର ମାସଟି ସମ୍ପୂର୍ଣ୍ଣ ଭାବରେ ଆମେ ସେହି ସମ୍ପର୍କରେ ଆଲୋଚନା କରିବା। ସେମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ, ବୈବାହିକ ଜୀବନ, ଭାଗ୍ୟ, କ୍ୟାରିୟର, ବେପାର କିପରି ରହିବ ଏହି ଅକ୍ଟୋବର ମାସରେ। ଶେଷରେ ଅଶୁଭତ୍ୱ ପ୍ରଦାନ କରୁଥିବା ଗ୍ରହମାନଙ୍କ ପାଇଁ କିଛି ବିଶେଷ ପ୍ରତିକାର ମଧ୍ୟ ଜାଣିବା। ସେଥିପାଇଁ ମିଥୁନ ରାଶିର ବ୍ୟକ୍ତିବିଶେଷମାନେ ଏହି ଭିଡ଼ିଓଟିକୁ ଜମାରୁ ବି ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆପଣମାନଙ୍କୁ ଗୋଟିଏ ଅନୁରୋଧ କି ଏହି ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ, ଜୟ ଶ୍ରୀ ଜଗନ୍ନାଥ ଅବଶ୍ୟ ଲେଖନ୍ତୁ। ଆଉ ଏହିଭଳି ଭିଡ଼ିଓ ପ୍ରତିଦିନ ଦେଖିବା ପାଇଁ ଚାହୁଁଥିଲେ ଆମର ଏହି ଚ୍ୟାନେଲଟିକୁ ନିଶ୍ଚୟ ରୂପରେ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଆସୁଥିବା ବେଲ୍ର ଆଇକନ୍କୁ ମଧ୍ୟ ପ୍ରେସ୍ କରନ୍ତୁ। ବନ୍ଧୁଗଣ, ସବୁଠାରୁ ପ୍ରଥମେ ଜାଣିବା ଆପଣଙ୍କର ସ୍ୱାସ୍ଥ୍ୟ କିପରି ରହିବ ଏହି ଅକ୍ଟୋବର ମାସ 2024ରେ। ତେବେ ପ୍ରଥମ ଭାବ ହୋଇଥାଏ ଆପଣଙ୍କର ସ୍ୱାସ୍ଥ୍ୟର ଭାବ, ଇମ୍ୟୁନିଟି ସିଷ୍ଟମର ଭାବ ଏବଂ ଏଥିସହିତ ଆପଣଙ୍କର ପ୍ରଥମ ଭାବର ଅଧିପତି ହେଉଛନ୍ତି ବୁଧଦେବ, ଯିଏକି ବର୍ତ୍ତମାନ ଆପଣଙ୍କର ଚତୁର୍ଥ ଭାବରେ ବିରାଜମାନ କରିଛନ୍ତି। ଏହା ସହିତ ତାଙ୍କ ସହିତ ସୂର୍ଯ୍ୟ ଏବଂ କେତୁ ମଧ୍ୟ ବିରାଜମାନ ଅଛନ୍ତି। ବନ୍ଧୁଗଣ, ଏଠାରେ ବୁଧଙ୍କର ସ୍ଥିତି ତ ବହୁତ ଭଲ ଅଛି। ବୁଧ ଏଠାରେ ଉଚ୍ଚ ଅବସ୍ଥାରେ ଅଛନ୍ତି ଏବଂ ସେ ମଧ୍ୟ କେନ୍ଦ୍ରରେ ବିରାଜମାନ କରିଛନ୍ତି। କିନ୍ତୁ ମଙ୍ଗଳ ଆପଣଙ୍କର ଷଷ୍ଠ ଭାବର ଅଧିପତି ହୋଇକରି ପ୍ରଥମ ଭାବରେ ବିରାଜମାନ ଅଛନ୍ତି, ଯାହାଫଳରେ ଆପଣଙ୍କର ସମୟ ସମୟରେ ମୁଣ୍ଡବିନ୍ଧା ଭଳି ସମସ୍ୟା ଗୁଡ଼ିକ ଦେଖାଦେଇପାରେ। ମାଇଗ୍ରେନ୍ ଭଳି ସମସ୍ୟା ଗୁଡ଼ିକ ମଧ୍ୟ ଦେଖାଦେଇପାରେ। ଆପଣ କୌଣସି ଏକ ସ୍ଥାନକୁ ଅଧିକ ଯାତ୍ରା କରିବା ଯୋଗୁଁ, ଆପଣ ଅଧିକ ଟ୍ରାଭେଲ୍ କରିବା ଯୋଗୁଁ ଆପଣଙ୍କ ଶରୀରରେ ଥକାପଣ ଭଳି କେତେଗୁଡ଼ିଏ ସମସ୍ୟା ମଧ୍ୟ ଦେଖାଦେଇପାରେ। ଏଥିପ୍ରତି ଆପଣ ଟିକିଏ ଧ୍ୟାନ ଦେବେ। ନଚେତ୍ ଆପଣଙ୍କର ସ୍ୱାସ୍ଥ୍ୟ ଏହି ମାସରେ ବହୁତ ଭଲ ରହୁଛି। ଏଥିପାଇଁ ଆପଣ ଚିନ୍ତା କରିବାର କୌଣସି ବି ପ୍ରକାରର ଆବଶ୍ୟକତା ନାହିଁ। ଏବେ ଚାଲନ୍ତୁ ଜାଣିବା ଆପଣଙ୍କର ଶିକ୍ଷା କ୍ଷେତ୍ର କିପରି ରହିବ ଏହି ଅକ୍ଟୋବର ମାସ 2024ରେ। ବନ୍ଧୁଗଣ, ପଞ୍ଚମ ଭାବଟି ହୋଇଥାଏ ଆପଣଙ୍କର ଶିକ୍ଷା କ୍ଷେତ୍ରର ଭାବ। ତେବେ ପଞ୍ଚମ ଭାବର ଅଧିପତି ମଧ୍ୟ ହେଉଛନ୍ତି ଶୁକ୍ର, ଯିଏକି ଏବେ ଆପଣଙ୍କର ପଞ୍ଚମ ଭାବରେ ହିଁ ବିରାଜମାନ ଅଛନ୍ତି ଆଉ ବହୁତ ଭଲ ସ୍ଥାନରେ ମଧ୍ୟ ବିରାଜମାନ ଅଛନ୍ତି। କେନ୍ଦ୍ର ତ୍ରିକୋଣ ରାଜଯୋଗର ସେ ନିର୍ମାଣ କରୁଛନ୍ତି। କିନ୍ତୁ 13 ଅକ୍ଟୋବରକୁ ଶୁକ୍ର ଆପଣଙ୍କର ଷଷ୍ଠ ଭାବକୁ ଚଳନ କରିବେ। 13 ଅକ୍ଟୋବର ପୂର୍ବରୁ ଆପଣଙ୍କର ପାଠପଢ଼ା ବହୁତ ଭଲ ରହୁଅଛି ଏବଂ ଏହା ସହିତ ମଧ୍ୟ ଆପଣ ଆପଣଙ୍କର ପାଠପଢ଼ା କ୍ଷେତ୍ରରେ ବହୁତ ଅଧିକ ଉନ୍ନତି ମଧ୍ୟ କରିବାକୁ ଯାଉଛନ୍ତି। 13 ଅକ୍ଟୋବର ପୂର୍ବରୁ ଯଦି ଆପଣଙ୍କର କୌଣସି କମ୍ପିଟେଟିଭ୍ ଏକ୍ଜାମ୍ ରହିଛି କିମ୍ବା କୌଣସି ବି ପ୍ରକାରର ଏକ୍ଜାମ୍ ରହିଛି ଏବଂ ସେଥିରେ ଆପଣ ନିଶ୍ଚିନ୍ତ ରୂପରେ ଉତ୍ତୀର୍ଣ୍ଣ କରିବେ। ଏହା ସହିତ ଆପଣଙ୍କର ପାଠପଢ଼ାରେ ମଧ୍ୟ ଜ୍ଞାନ ବୃଦ୍ଧି ପାଇବ, ବୁଦ୍ଧି ବଢ଼ିବ। ଜ୍ଞାନ ଏବଂ ବୁଦ୍ଧି ବଳରେ ଆପଣ ଆପଣଙ୍କର ପାଠପଢ଼ାରେ ବହୁତ ଅଧିକ ଉନ୍ନତି କରିବେ। ଏହା ସହିତ ମଧ୍ୟ ଆପଣ କୌଣସି ଉଚ୍ଚଶିକ୍ଷା କରିବା ପାଇଁ ବାହାର ଦେଶକୁ ମଧ୍ୟ ଯାଇପାରନ୍ତି କିମ୍ବା କୌଣସି ପ୍ରକାରର ନୂତନ ସ୍ଥାନରେ ମଧ୍ୟ ଆଡ଼ମିସନ୍ ଆପଣ ନେଇପାରନ୍ତି। କମ୍ପିଟେଟିଭ୍ ଏକ୍ଜାମ୍ରେ ଆପଣଙ୍କୁ ନିଶ୍ଚିନ୍ତ ରୂପରେ ସଫଳତା ପ୍ରାପ୍ତି ହେବ। କିନ୍ତୁ 13 ଅକ୍ଟୋବର ପରେ ଆପଣଙ୍କର ପାଠପଢ଼ାରେ ଟିକିଏ ସମସ୍ୟା ଦେଖାଦେଇପାରେ, କାହିଁକିନା ଷଷ୍ଠ ଭାବଟିକୁ କୁଣ୍ଡଳୀର ଭଲ ବିଚାର କରାଯାଇନଥାଏ। ସେଥିପ୍ରତି ଆପଣ ଟିକିଏ ସତର୍କ ରୁହନ୍ତୁ। ଏବେ ଚାଲନ୍ତୁ ଜାଣିବା ଆପଣଙ୍କର ପ୍ରେମ ସମ୍ପର୍କ କିପରି ରହିବ ଏହି ଅକ୍ଟୋବର ମାସ 2024ରେ। ବନ୍ଧୁଗଣ, ପଞ୍ଚମ ଭାବଟି ହୋଇଥାଏ ଆପଣଙ୍କର ପ୍ରେମ ଜୀବନର ଭାବ ଏବଂ ଏହା ସହିତ ଆପଣଙ୍କର ଶିକ୍ଷାର ଭାବ ଏବଂ ସନ୍ତାନର ଭାବ ମଧ୍ୟ ହୋଇଥାଏ। ଆଉ ପଞ୍ଚମ ଭାବର ଅଧିପତି ଶୁକ୍ର, ଯିଏକି ନିଜ ସ୍ଥାନରେ ଏବେ ବିରାଜମାନ ଅଛନ୍ତି। ତେବେ ଦେଖନ୍ତୁ, ଶୁକ୍ର ହେଉଛନ୍ତି ଭଲ ପାଇବାର କାରକ ଗ୍ରହ ଆଉ ଶୁକ୍ର ଏଠାରେ ନିଜ ଘରେ ବହୁତ ବଳବାନ ଅବସ୍ଥାରେ ରହିଛନ୍ତି। ତେବେ ଏହି ମାସରେ ଆପଣଙ୍କର ପ୍ରେମ ଜୀବନ ବହୁତ ଭଲ ରହିବ। ଆପଣ ଦୁହିଁଙ୍କ ମଧ୍ୟରେ ଫିଲିଂସ୍ ବୃଦ୍ଧି ପାଇବ। ଆପଣ ଟିକିଏ ମଧ୍ୟ ରୋମାଣ୍ଟିକ୍ ନେଚରରେ ଦେଖାଯାଇପାରନ୍ତି। ଏଥିସହିତ ଭ୍ରମଣର ସୁଖ ମଧ୍ୟ ଆପଣଙ୍କୁ ପ୍ରାପ୍ତି ହେବ, ଅର୍ଥାତ୍ ଆପଣ ଦୁଇ ଜଣ ମିଶି କେଉଁ ଆଡ଼କୁ ବୁଲିବା ପାଇଁ ଯାଇପାରନ୍ତି। ଆପଣ ମଧ୍ୟ ଭଲ ପାଇବା କ୍ଷେତ୍ରରେ କିଛି ବହୁତ ବଡ଼ ଡିସିସନ୍ ମଧ୍ୟ ନେଇପାରନ୍ତି। ଏଥିସହିତ ଆପଣଙ୍କର ଭଲ ପାଇବା ମଧ୍ୟ ବିବାହର ରୂପ ନେଇପାରେ। ଆଉ ଆପଣ ଦୁହିଁଙ୍କ ମଧ୍ୟରେ ତାଳମେଳ ବହୁତ ଭଲ ରହିବ। ଭଲ ପାଇବା ବୃଦ୍ଧି ପାଇବ ଏବଂ ଯେଉଁମାନଙ୍କର ମଧ୍ୟ କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା କିମ୍ବା ବ୍ରେକଅପ୍ ଇତ୍ୟାଦି ସବୁ ହୋଇଯାଇଥିଲା, ତେବେ ସେମାନଙ୍କର ମଧ୍ୟ ପୁଣି ଥରେ କଥାବାର୍ତ୍ତା ଆରମ୍ଭ ହୋଇପାରେ ଏବଂ ପ୍ୟାଚଅପ୍ ହେବାର ମଧ୍ୟ ସମ୍ଭାବନା ବୃଦ୍ଧି ପାଉଅଛି। କିନ୍ତୁ 13 ଅକ୍ଟୋବର ପରେ ଆପଣଙ୍କର ପ୍ରେମ ଜୀବନରେ ଟିକିଏ ସମସ୍ୟା ଦେଖାଦେଇପାରେ ଆଉ ଦୁଇ ଜଣଙ୍କ ମଧ୍ୟରେ ଟିକିଏ ମନାନ୍ତର ଦେଖାଦେଇପାରେ। ତାଳମେଳ ଠିକ୍ ରହିନପାରେ। ଏଥିପ୍ରତି ଆପଣ ଟିକିଏ ଧ୍ୟାନ ଦେବେ। ତେବେ ମୋଟାମୋଟି ରୂପରେ ଦେଖିବାକୁ ଗଲେ 13 ଅକ୍ଟୋବର ପୂର୍ବରୁ
ଆପଣଙ୍କର ପ୍ରେମ ଜୀବନ ବହୁତ ଭଲ ରହୁଅଛି। ଏବେ ଚାଲନ୍ତୁ ଜାଣିବା ଆପଣଙ୍କର ବୈବାହିକ ଜୀବନ କିପରି ରହିବ ଏହି ଅକ୍ଟୋବର ମାସ 2024ରେ। ବନ୍ଧୁଗଣ, ସପ୍ତମ ଭାବଟି ହୋଇଥାଏ ଆପଣଙ୍କ ଜୀବନର ବୈବାହିକ ଜୀବନର ଭାବ ଏବଂ ସପ୍ତମ ଭାବର ଅଧିପତି ମଧ୍ୟ ହେଉଛନ୍ତି ଦେବଗୁରୁ ବୃହସ୍ପତି, ଯିଏକି ଏବେ ଆପଣଙ୍କର ଦ୍ୱାଦଶ ଭାବରେ ବିରାଜମାନ କରିଛନ୍ତି। ତେବେ ଦେଖନ୍ତୁ, ଏଠାରେ ଦେବଗୁରୁ ବୃହସ୍ପତିଙ୍କର ସ୍ଥିତି ଠିକ୍ ନାହିଁ, କାହିଁକିନା ଦ୍ୱାଦଶ ଭାବକୁ କୁଣ୍ଡଳୀରେ ଭଲ ବିଚାର କରାଯାଇନଥାଏ। ତେବେ ଆପଣଙ୍କର ବୈବାହିକ ଜୀବନରେ ଟିକିଏ ସମସ୍ୟା ଦେଖାଦେଇପାରେ କିମ୍ବା ଆପଣଙ୍କର ଲାଇଫ୍ ପାର୍ଟନରଙ୍କର ସ୍ୱାସ୍ଥ୍ୟରେ ଟିକିଏ ସମସ୍ୟା ଦେଖାଦେଇପାରେ ଏବଂ ଏଥିସହିତ ପରସ୍ପରଙ୍କ ମଧ୍ୟରେ ତାଳମେଳ ଠିକ୍ ଦେଖାଦେଇ ନପାରେ। କଳି ଝଗଡ଼ା ଭଳି ପରିସ୍ଥିତି ଗୁଡ଼ିକ ମଧ୍ୟ ସୃଷ୍ଟି ହୋଇପାରେ ଏବଂ ମଙ୍ଗଳ ମଧ୍ୟ ଆପଣଙ୍କର ପ୍ରଥମ ସ୍ଥାନରେ ବିରାଜମାନ ଅଛନ୍ତି। ଏହା ସହିତ ସେ ମଧ୍ୟ ଆପଣଙ୍କର ସପ୍ତମ ଭାବକୁ ଦୃଷ୍ଟି ଦେଉଛନ୍ତି। ଆପଣଙ୍କ ମଧ୍ୟରେ ଟିକିଏ କ୍ରୋଧ ଦେଖାଦେଇପାରେ, ଜିଦ୍ଦିପଣ ଆପଣଙ୍କ ମଧ୍ୟରେ ଟିକିଏ ଦେଖାଦେଇପାରେ, ଯାହା ଆପଣଙ୍କର ବୈବାହିକ ଜୀବନରେ ଟିକିଏ ସମସ୍ୟା ଆଣିପାରେ। ଏହି ପ୍ରତି ଆପଣ ଟିକିଏ ଧ୍ୟାନ ଦେବେ। ତେବେ ଏହି ମାସରେ ଆପଣ ଆପଣଙ୍କର ବୈବାହିକ ଜୀବନ ଉପରେ ଟିକିଏ ବିଶେଷ ଧ୍ୟାନ ରଖନ୍ତୁ। ଏବେ ଚାଲନ୍ତୁ ଜାଣିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ, ଯାହାକି ଆପଣଙ୍କର ଭାଗ୍ୟ, କ୍ୟାରିୟର, ବେପାର ବାଣିଜ୍ୟର ସ୍ଥିତି କିପରି ରହୁଛି ଏହି ଅକ୍ଟୋବର ମାସ 2024ରେ। ବନ୍ଧୁଗଣ, ନବମ ଭାବଟି ହୋଇଥାଏ ଆପଣଙ୍କର ଭାଗ୍ୟର ଭାବ ଏବଂ ଦଶମ ଭାବଟି ହୋଇଥାଏ ଆପଣଙ୍କର କ୍ୟାରିୟରର ଭାବ। ଆଉ ଆପଣଙ୍କର ନବମ ଭାବର ଅଧିପତି ହେଉଛନ୍ତି ଶନିଦେବ ଏବଂ ଶନିଦେବ ମଧ୍ୟ ଆପଣଙ୍କର ନବମ ଭାବରେ ବିରାଜମାନ ଅଛନ୍ତି, ନିଜ ଘରେ ବିରାଜମାନ ଅଛନ୍ତି। ବନ୍ଧୁଗଣ, ଏଠାରେ ଶନିଙ୍କର ସ୍ଥିତି ମଧ୍ୟ ବହୁତ ଭଲ ଅଛି। ଶନି ମଧ୍ୟ ଏଠାରେ ବହୁତ ବଳବାନ ଅବସ୍ଥାରେ ଅଛନ୍ତି। ତେବେ ଏହି ମାସରେ ମଧ୍ୟ ଆପଣଙ୍କର ଭାଗ୍ୟ ବହୁତ ଭଲ ଅଛି। ଆପଣଙ୍କର ଭାଗ୍ୟ ମଧ୍ୟ ଆପଣଙ୍କର ସାଥ ଦେବ। ଏଥିସହିତ ମଧ୍ୟ ଆପଣ ଆପଣଙ୍କର ସମସ୍ତ କାର୍ଯ୍ୟରେ ଉନ୍ନତି କରିବେ। ଭାଗ୍ୟ ବଳରେ ଆପଣ କମ୍ ପରିଶ୍ରମରେ ଅଧିକ ସଫଳତା ମଧ୍ୟ ପ୍ରାପ୍ତି କରିବେ। ଆପଣ କୌଣସି ପ୍ରକାରର ବଡ଼ ଇନଭେଷ୍ଟମେଣ୍ଟ ମଧ୍ୟ କରିପାରନ୍ତି କିମ୍ବା କୌଣସି ପ୍ରକାରର ବଡ଼ କାର୍ଯ୍ୟର ମଧ୍ୟ ଆରମ୍ଭ କରିପାରନ୍ତି। ଆପଣଙ୍କ ଗୃହରେ କୌଣସି ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟର ମଧ୍ୟ ଆୟୋଜନ ହୋଇପାରେ। କ୍ୟାରିୟରର ଯଦି ଆମେ କଥା ହେବା, ତେବେ ଦଶମ ଭାବଟି ହୋଇଥାଏ କ୍ୟାରିୟରର ଭାବ। ହେଲେ ଏବେ ଦଶମ ଭାବରେ ରାହୁ ବିରାଜମାନ ଅଛନ୍ତି ଏବଂ କ୍ୟାରିୟର ଭାବର ଅଧିପତି ଦେବଗୁରୁ ବୃହସ୍ପତି, ଯିଏକି ଆପଣଙ୍କର ଦ୍ୱାଦଶ ଭାବରେ ବିରାଜମାନ ଅଛନ୍ତି। ତେଣୁ ଏହି ମାସରେ ଆପଣଙ୍କର କାମ କାର୍ଯ୍ୟରେ ସମସ୍ୟା ତ ରହିଅଛି, ଆଉ ଏହା ସହିତ ମଧ୍ୟ ଆପଣଙ୍କର ମନ କନଫ୍ୟୁଜ୍ ହୋଇପାରେ। ଆପଣଙ୍କର ମନ କୌଣସି ଆଡ଼କୁ ମଧ୍ୟ ଡାଇଭର୍ଟ ହୋଇପାରେ। ଏଥିସହିତ ଆପଣଙ୍କର ମନ କାମ କାର୍ଯ୍ୟରେ ମଧ୍ୟ ଲାଗି ନପାରେ। ଆପଣ କହିବେ ବେଶୀ କିନ୍ତୁ କାମ କରିବେ କମ୍ ଏବଂ ଏହା ସହିତ ମଧ୍ୟ ଆପଣଙ୍କର କର୍ମକ୍ଷେତ୍ରରେ କିଛି ବଡ଼ ପରିବର୍ତ୍ତନ ହୋଇପାରେ। ଆପଣଙ୍କର କୌଣସି ନୂତନ ସ୍ଥାନକୁ ମଧ୍ୟ ଟ୍ରାନ୍ସଫର ହୋଇପାରେ। ଆଗକୁ ପ୍ରମୋସନ୍ ହେବାର ମଧ୍ୟ ଆପଣଙ୍କର ଯୋଗ ବନୁଅଛି। ଅଚାନକ ମଧ୍ୟ ଆପଣଙ୍କୁ କୌଣସି ନୂତନ କମ୍ପାନୀରେ ଚାକିରି ମଧ୍ୟ ପ୍ରାପ୍ତି ହୋଇପାରେ, କିନ୍ତୁ ଆପଣଙ୍କର କର୍ମସ୍ଥାନରେ କାହା ସହିତ ଆର୍ଗୁମେଣ୍ଟ ମଧ୍ୟ ଆପଣଙ୍କର ହୋଇପାରେ। ଏଥିପ୍ରତି ଆପଣ ଟିକିଏ ଧ୍ୟାନ ଦେବେ ଏବଂ ଯଦି ଆପଣ ବିଦେଶରେ ରହି କୌଣସି କାମ କାର୍ଯ୍ୟ କରୁଛନ୍ତି, ତେବେ ବନ୍ଧୁଗଣ ସେଥିରେ ଆପଣଙ୍କୁ ନିଶ୍ଚିନ୍ତ ରୂପରେ ସଫଳତା ମଧ୍ୟ ପ୍ରାପ୍ତି ହେବ। ଏବେ ଜାଣିବା କେତେଗୁଡ଼ିଏ ପ୍ରତିକାର ସମ୍ପର୍କରେ, ଯାହାକୁ ଆପଣ କରି ଏହି ମାସରେ ଆପଣଙ୍କର ଯାହା ବି କିଛି ସମସ୍ୟା ରହୁଅଛି ତାହା ସବୁ ଆପଣଙ୍କର ନିଶ୍ଚିନ୍ତ ରୂପରେ ଦୂର ହୋଇପାରିବ। ସବୁଠାରୁ ପ୍ରଥମେ ତ ଆପଣ ବୃହସ୍ପତିଙ୍କର ବୀଜ ମନ୍ତ୍ରର ଜପ ନିଶ୍ଚୟ ରୂପରେ କରନ୍ତୁ। 108 ଥର ଏହି ମନ୍ତ୍ରକୁ ପ୍ରତ୍ୟେକ ଦିନ ଜପ କରନ୍ତୁ, ଶୁଭ ଫଳ ପ୍ରାପ୍ତି ହେବ। ପ୍ରତ୍ୟେକ ଗୁରୁବାର ଦିନ ଆପଣ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ, ଶୁଭ ଫଳ ଆପଣଙ୍କୁ ନିଶ୍ଚୟ ରୂପରେ ପ୍ରାପ୍ତି ହେବ। ଏବଂ ଏଥିସହିତ ଆପଣ ପ୍ରତ୍ୟେକ ଦିନ ହନୁମାନ ଚାଳିଶାର ମଧ୍ୟ ପାଠ କରନ୍ତୁ, ସୂର୍ଯ୍ୟଦେବଙ୍କୁ ଜଳାର୍ଘ୍ୟ ଅର୍ପଣ କରନ୍ତୁ, ଶୁଭ ଫଳ ପ୍ରାପ୍ତି ହେବ। ତେବେ ବନ୍ଧୁଗଣ, ଯଦି ଆପଣମାନଙ୍କର ବି ମିଥୁନ ରାଶି ହୋଇଥାଏ, ତେବେ ଆପଣମାନେ ଆମର ଏହି ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ, ଜୟ ଶ୍ରୀ ଜଗନ୍ନାଥ ଅବଶ୍ୟ ଲେଖନ୍ତୁ। ଆଉ ଏହି ଭିଡ଼ିଓଟିକୁ ଆପଣଙ୍କର ପ୍ରିୟଜନମାନଙ୍କ ସହିତ ନିଶ୍ଚୟ ରୂପରେ ସେୟାର କରନ୍ତୁ। ଆଉ ଏହା ସହିତ ଆପଣମାନେ ଯଦି ପ୍ରତିଦିନ ଏହିଭଳି ଭିଡ଼ିଓ ଦେଖିବା ପାଇଁ ଚାହୁଁଛନ୍ତି, ତେବେ ଆମର ଏହି ଚ୍ୟାନେଲଟିକୁ ନିଶ୍ଚୟ ରୂପରେ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଆସୁଥିବା ବେଲ୍ର ଆଇକନ୍ଟିକୁ ମଧ୍ୟ ପ୍ରେସ୍ କରନ୍ତୁ। ଜୟ ଜଗନ୍ନାଥ।